ଓ ନମସ୍ତେ। ବେଦିକ ବିଚାରର ସ୍ପେଶାଲ କାର୍ଯ୍ୟକ୍ରମ ରାକ୍ଷୀ ପୂର୍ଣ୍ଣିମା ଓ ତାର ମହତ୍ଵକୁ ଆଜି ଆପଣମାନଙ୍କୁ ସ୍ୱାଗତ। ଆଜି ହେଉଛି ସମସ୍ତ ଭାଇ ଓ ଭଉଣୀମାନଙ୍କର ଦିବସ। ଆଜି ଦିନରେ ସମସ୍ତ ଭଉଣୀ ତାଙ୍କ ଭାଇମାନଙ୍କୁ ରାକ୍ଷୀ ବାନ୍ଧନ୍ତି। ଆଜି ତୁମେ ଇତିହାସକୁ ମନେ ପକାଇବା। ଦ୍ୱାପର ଯୁଗରେ ଶ୍ରୀକୃଷ୍ଣଙ୍କୁ ଦ୍ରୌପଦୀ ତାଙ୍କ ଲୁଗାର କିଛି ଖଣ୍ଡ ଶ୍ରୀକୃଷ୍ଣଙ୍କ ହାତରେ ବାନ୍ଧି ଦେଇଥିଲେ। ଶ୍ରୀକୃଷ୍ଣ ତାଙ୍କ ସୁଦର୍ଶନ ଚକ୍ର କାଢୁ କାଢୁ ତାଙ୍କ ଆଙ୍ଗୁଠିରେ କିଛି ରକ୍ତ, କିଛି ସ୍ରାବ ହୋଇଥିଲା, ଯାହାକୁ ଦ୍ରୌପଦୀ ଦେଖିବା ମାତ୍ରେ ସାଙ୍ଗେ ସାଙ୍ଗେ ସେ ତାଙ୍କର ଶାଢ଼ୀକୁ ଚିରି ସେ ଆଙ୍ଗୁଠିରେ ବାନ୍ଧିଥିଲେ। ଆଉ ଦ୍ରୌପଦୀଙ୍କର ଏହି କାର୍ଯ୍ୟ ପାଇଁ ଶ୍ରୀକୃଷ୍ଣ କହିଥିଲେ ଯେ ମୁଁ ତୁମକୁ ସଦା ସର୍ବଦା ସାହାଯ୍ୟ କରିବି, ରକ୍ଷା କରିବି। ସେ ସେୟା ହିଁ କରିଥିଲେ। ଦ୍ରୌପଦୀ ମହାଭାରତ ଯୁଦ୍ଧରେ ପଞ୍ଚୁପାଣ୍ଡବ ମଧ୍ୟ ସେ କୌଣସି ଆଘାତ, କୌଣସି ବିପଦ ଆସିବା ପାଇଁ ଦେଇନଥିଲେ। ସେଇ ଦିନଠାରୁ ଆଜି ପର୍ଯ୍ୟନ୍ତ ସମସ୍ତ ଭାରତୀୟ ରାକ୍ଷୀ ପୂର୍ଣ୍ଣିମାକୁ ପାଳନ କରୁଛନ୍ତି। ଏପରିକି ସମସ୍ତ ଭାରତୀୟ ଆଜି ଗୋଟିଏ ବନ୍ଧନରେ ବନ୍ଧା, ତାହା ହେଉଛି ରକ୍ଷାବନ୍ଧନ। ସମସ୍ତ ଭଉଣୀ ତାଙ୍କ ଭାଇ ହାତରେ ରାକ୍ଷୀ ବାନ୍ଧନ୍ତି ଆଉ ସେମାନେ ସବୁବେଳେ ଭାଇଠାରୁ ସୁରକ୍ଷା କବଚ ଆଶା କରନ୍ତି। କିନ୍ତୁ ଯଦି ଆମେ ବ୍ୟାପକ ଅର୍ଥରେ ନେବା, ଯେତେବେଳେ ଭଉଣୀଟିଏ ଭାଇ ହାତରେ ରାକ୍ଷୀ ବାନ୍ଧେ, ସେ ସେତେବେଳେ ଈଶ୍ୱରଙ୍କ ପାଖରେ ଡାକିଥାଏ ମନେ ମନେ, ହେ ଈଶ୍ୱର, ଆପଣ ମୋ ଭାଇକୁ ଏତେ ମାତ୍ରାରେ ବଳ ଦିଅନ୍ତୁ, ଜ୍ଞାନ ଦିଅନ୍ତୁ, ବୁଦ୍ଧି ଦିଅନ୍ତୁ, ସଂସ୍କାର ଦିଅନ୍ତୁ, ଯାହାକି ମୋ ଭାଇ ବହୁତ ବଳବାନ ହଉ, ବହୁତ ଜ୍ଞାନମାନ ହଉ, ବହୁତ ସଂସ୍କାରୀ ହଉ, ଆଉ ସେ ସମାଜକୁ ସଦା ସର୍ବଦା ସୁରକ୍ଷା ପ୍ରଦାନ କରୁ। ତାହା ହିଁ ମନାସ୍ଥାନ। ତା ସହ ସହ ଗୋଟେ ଭାଇର ଦାୟିତ୍ୱ ନାହିଁ ଯେ ଗୋଟେ ଭଉଣୀକୁ ସୁରକ୍ଷା ଦେବା। ସୋସାଇଟିର ଯେତେ ବି ଭଉଣୀ ଅଛନ୍ତି, ଯେତେ ବି ନାରୀ ଅଛନ୍ତି, ସମସ୍ତଙ୍କୁ ସୁରକ୍ଷା ଦେବା ଉଚିତ। ସେ ବି ଭଉଣୀ କହିଥାଏ, ମୁଇଁ କେବଳ ତୁମ ଭଉଣୀ ନାହିଁ, ମୋ ଭଳି ସମସ୍ତ ନାରୀ ତୁମର ଭଉଣୀ, ଆଉ ତୁମେ
तुम ज्ञान रे, तुम बुद्धि रे, तुम शक्ति रे, तुम संस्कार रे समस्त को रक्षा कर। जब सोसाइटी दिबा देखिबा सोसाइटी बहुत प्रॉब्लम अच्छे, किए खाया पाऊनी, कहार घर नहीं, कहार वस्त्र नहीं, कहार जॉब नहीं, चाकरी नहीं, एमती बहुत लोग बहुत असुविधा अच्छा। से भौणी ता भाई ठू यह आशा करे मो भाई एते शक्तिशाली हो, एते बलवान हो, एते गुणीमान हो, एते ज्ञानवान हो, जहाँद्वारा कि समाजर जहाँ जहाँ असुविधा अच्छी, जार जहाँ नहीं, जी जो 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 कार्य असुरक्षित, जे जो काम करिपारु नहीं, मो भाई ताहा करू, समस्त भौणी से चाहते। से पर जीवा आमे मोर जीव जगत को आम चारि पाखे जिते भी प्राणी अच्छा, गाई गोरु छेली मंडा पशु पक्षी जहाँ भी अच्छा, ताहा आस्ते आस्ते विलुप्त होबार लगी। गोटे भौणी ता भाई पाखे एतिकी निवेदन करुच्छे जे मो भाई को एति बलवान करूँ, एति शक्तिवान करूँ, एति ज्ञानवान करूँ, जमीक कि समाज जी प्राणी अच्छा, जिते पशुपक्षी अच्छा से मो भाई सुरक्षा प्रदान कर, भी कहार असुविधा न सेपरी जदि आम आमर वृक्षलता देखिए, आज बहुत वृक्षलता आम सब काटि दे, आमर परिवेश दूषित हो जाऊँ, आम भल पानी पीवा पाई, उत्तम वायु पाई, उत्तम जल, उत्तम वायु ये रक्षा बंधन से भौणी से भाई को मन मन निवेदन करुँची जे मो भाई को ईश्वर से ज्ञान दिंतु, से बुद्धि दिंतु, जे कि आम परिवेश को सुरक्षा दे पार, आम जंगल को सुरक्षा दे पार, आमर गोमाता को सुरक्षा दे पार, आमर एनवायरमेंट को सुरक्षा दे पार, सी भी चाहूँ। भाई कर्तव्य नहीं केवल भौणी को प्रोटेक्शन दवा, भौणी सह जो जो मैंने जड़ित अच्छा, को मैंने अच्छा पिता माता तार परिवेश समस्त जड़ित अच्छा। गोटे भाईर कर्तव्य हूँ भौणी सह भौणी सागर जो मैंने जड़ित अच्छा समस्त को रक्षा करवा, ताही गोटे भाईर मूल्यबोध कर्तव्य। विवाह समय गोटे भाई ता भौणी जो बेदी बसता है से गोटे विधान करता कहती शला विधान। जी कि कही था मु सदा सर्वदा मो भौणी को सुरक्षा प्रदान करी।
ଶିଖେନି ଜିନିଷ। ଯେତେବେଳେ ଭାଇ ବଡ଼ ହେଇଯାଏ, ତାର ଜ୍ଞାନ ବଢ଼େ, ତାର ଗୁଣ ବଢ଼େ, ତାର ବିଦ୍ୟା ବଢ଼େ, ତାର ଶକ୍ତି ବଢ଼େ, ସେ ସୋସାଇଟିର ସମସ୍ତ ଭଉଣୀମାନଙ୍କୁ ସୁରକ୍ଷା ପ୍ରଦାନ କରେ, ସମସ୍ତ ମାଆମାନଙ୍କୁ ସୁରକ୍ଷା ପ୍ରଦାନ କରିବାର ପ୍ରତିଶ୍ରୁତି ନିଏ। ସମାଜରେ ଯେଉଁଠି ଅସୁବିଧା ଅଛି, ପ୍ରୋବ୍ଲେମ୍ ଅଛି, ତାକୁ ମଧ୍ୟ ସେ ସୁରକ୍ଷା ପ୍ରଦାନ କରିଥାଏ। ସେହି ପ୍ରତିଶ୍ରୁତି ନେଇ ସେ ସମସ୍ତ ଭାଇମାନେ ଆଜି ରକ୍ଷାବନ୍ଧନରେ ଗ୍ରହଣ କରିବେ, ତେବେ ଆମ ସମାଜ ସୁଧୁରିଯିବ। କୌଣସି ମା ଭୋକିଲା ପେଟରେ ଶୋଇବେନି, କୌଣସି ବାପା ମେଡ଼ିସିନ ନ ପାଇ ଡହଳ ବିକଳରେ ମରିବେନି, କୌଣସି ଭଉଣୀ ରାସ୍ତାରେ ଲାଞ୍ଛିତ ହେବେ ନାହିଁ। ସମସ୍ତ ଭାଇମାନଙ୍କର ଏଇ ମନୋବୃତ୍ତି ରହିଲେ ହିଁ ଆମ ସମାଜ ତିଷ୍ଠି ପାରିବ, ଆମ ସମାଜ ଉତ୍ତରୋତ୍ତର ଉନ୍ନତି ହେବ। ପ୍ରତ୍ୟେକ ବର୍ଷ ଏହି ଦିନରେ ଭଉଣୀ ତା ଭାଇକୁ ବାନ୍ଧେ, ଏଥିପାଇଁ ଯେ ସେ ପୁନଃ ମନେ ପକାଇଦିଏ ତା ଭାଇକୁ ଯେ ମୁଁ ରକ୍ଷା ବନ୍ଧନ ବାନ୍ଧିଛି। ତମ କର୍ତ୍ତବ୍ୟ ତମେ ଯେମିତି ହେଳା କର ନାହିଁ। ପ୍ରଥମ ବନ୍ଧନ ରକ୍ଷା ବନ୍ଧନ। ଯେତେବେଳେ ପ୍ରଥମ ଥର ଗୋଟେ ଭାଇକୁ ଗୋଟେ ଭଉଣୀ ବାନ୍ଧିଥାଏ, ତାକୁ ହିଁ କୁହନ୍ତି ରକ୍ଷାବନ୍ଧନ। ତା ପରବର୍ତ୍ତୀ ମୁହୂର୍ତ୍ତେ ଯେଥର ବି ବାନ୍ଧେ, ସେ ମନେ ପକାଏ ଭାଇକୁ ଯେ ଏଇଟା ହେଉଛି ରକ୍ଷାବନ୍ଧନ। ତମେ ତୁମ କର୍ତ୍ତବ୍ୟରେ କେବେ ଅବହେଳା କର ନାହିଁ। ଗୋଟେ ଭାଇର କର୍ତ୍ତବ୍ୟ ଯାହା, ଭାଇର କର୍ତ୍ତବ୍ୟ କେବଳ ଭଉଣୀ ପାଇଁ ନାହିଁ, ଭଉଣୀ ତ ସମସ୍ତଙ୍କର। ସେଠି ସେ ମନେ ପକାଏ ପ୍ରତ୍ୟେକ ଭାଇକୁ ପ୍ରତ୍ୟେକ ବର୍ଷ ଯେ ଭାଇ ଆପଣ କର୍ତ୍ତବ୍ୟରେ କେବେ ଅବହେଳା କରନ୍ତୁ ନାହିଁ। ଏମିତି ଯଦି ଆମେ ଆମର ଅପର ପାର୍ଶ୍ୱରେ ଯିବା, ଏହା ଗୋଟେ ଭାଇଚାରା ସମ୍ପର୍କକୁ ନିବିଡ଼ କରିବାର ଗୋଟେ ମାଧ୍ୟମ। ରାକ୍ଷୀ ପୂର୍ଣ୍ଣିମା କିଛି ପରିବାରରେ କିଛି ମତାନ୍ତର ଭାଇ ଭଉଣୀ ମଧ୍ୟ ହୁଅନ୍ତି, ଡିଷ୍ଟାନ୍ସ ବି ହେଇଯାଆନ୍ତି। ଭାଇ ଗୋଟେ ଜାଗାରେ ଚାକିରି କରୁଛି, ଭଉଣୀ ଗୋଟେ ଜାଗାରେ ଚାକିରି କରୁଛି, ଭାଇ ଗୋଟେ ଜାଗାରେ ରହୁଛି, ଭଉଣୀ ଗୋଟେ ଜାଗାରେ ରହୁଛି, ଯାହାଦ୍ୱାରା କିଛି ଯେଉଁ କମ୍ୟୁନିକେସନ୍ ଠିକ୍ ସେ ହେଇପାରୁନି। ଏଇଟା ମଧ୍ୟ ଗୋଟେ ମାଧ୍ୟମ ଯେ ଅନ୍ତର ପକ୍ଷେ ଭାଇ ଭଉଣୀର ମିଳନ ଏଇ ରାକ୍ଷୀ ବନ୍ଧନରେ ହେବ। ତେଣୁ ଏହାଦ୍ୱାରା ମଧ୍ୟ ଆମର ସଂସ୍କାର ବଢ଼ିଥାଏ। ଏପରିକି ଗୋଟେ ଭଉଣୀ ମଧ୍ୟ ତା ଭାଇ କହିଥାଏ, ଭାଇ ଆମର ଯାହା କଲଚର ଅଛି, ଆମର ଯେଉଁ ସଂସ୍କାର ଅଛି, ଆମ ପରିବାର ଯେଉଁ ସଂସ୍କାର ଅଛି, ଆମ ସମାଜର ଯାହା ସଂସ୍କାର ଅଛି, ସେ ସଂସ୍କାରକୁ କେବେ ବି ନଷ୍ଟ ହେବାକୁ ଦିଅନ୍ତୁ ନାହିଁ। ନଷ୍ଟ ହେବା ପୂର୍ବରୁ ତାକୁ ରକ୍ଷା କରନ୍ତୁ। ତାହା ମଧ୍ୟ ଗୋଟେ ଭଉଣୀ କହିଥାଏ। ଭାଇ ଯେଉଁ ଭାଇ ବୁଝିଥାଏ ତାକୁ ସେ କର୍ମ ଲଗାଇଥାଏ, ଯେଉଁ ଭାଇ ବୁଝିନଥାଏ ସେ ଭୁଲି ଯାଇଥାଏ। ତେଣୁ ପ୍ରତ୍ୟେକ ଭାଇ ଏହି କଥା ବୁଝିବା ଉଚିତ ଯେ ମୋର ସୋସାଇଟି ପ୍ରତି, ମୋର ସମାଜ ପ୍ରତି, ମୋର ଦେଶ ପ୍ରତି, ମୋର ପରିବେଶ ପ୍ରତି କିଛି ଦାୟିତ୍ୱ ଅଛି। ମୁଁ ତାଙ୍କୁ ସେଇ ଦାୟିତ୍ୱକୁ ତୁଲାଇବି ଆଉ ସୁରକ୍ଷା ପ୍ରଦାନ କରିବି। এইটা হচ্ছে ଗୋଟେ ଭାଇର ରକ୍ଷା ବନ୍ଧନରେ କର୍ତ୍ତବ୍ୟ। ଆଜି ଆପଣମାନେ
ଏହି କାର୍ଯ୍ୟକ୍ରମ ଯୋଗ ଦେଇଥିବାରୁ ବହୁତ ବହୁତ ଧନ୍ୟବାଦ। ପୁଣି ଆମେ ଦେଖା ହେବା ଆଗାମୀ ଏକ ଅଧ୍ୟାୟରେ। ନମସ୍ତେ।